ଓଡ଼ିଆ ମଞ୍ଚ ନାଟକ ଆଜି ବିପନ୍ନ ଅବସ୍ଥାରେ ପହଞ୍ଚି ମଞ୍ଚ ନାଟକକୁ ନୂତନ ରୂପରେ ସଜେଇ ଲୋକାଭିମୁଖୀ କରିବାରେ ଯେଉଁ କିଛି ମୁଷ୍ଟିମୟ ଅନୁଷ୍ଠାନର ବଳିଷ୍ଠ ଅବଦାନ ରହିଛି ତାର ଅଗ୍ରଭାଗରେ ଅଛି ଯୁବଶିଳ୍ପୀ ଦିନେଶ ଦାସଙ୍କ ଅଲ୍ଟିମେଟ୍ ରିଦିମ୍ ଥିଏଟର ଢେଙ୍କାନାଳ। ମଞ୍ଚ ନାଟକରେ ଓଡ଼ିଶାର ପାରମ୍ପରିକ ଲୋକଶୈଳୀର ପ୍ରୟୋଗରେ ଦିନେଶ ଦାସ ସିଦ୍ଧହସ୍ତ। ମାତ୍ର 6 ବର୍ଷର ଶିଶୁ ଅନୁଷ୍ଠାନଟି ଆଜି ଓଡ଼ିଶାର ସୀମା ସରହଦ ଦେଇ ସମଗ୍ର ଦେଶରେ ପରିଚିତ। ସୌଭାଗ୍ୟବଶତଃ ଇନଫୋସିସ୍ ଫାଉଣ୍ଡେସନ ଓ ଭାରତୀୟ ବିଦ୍ୟାଭବନ କାର୍ଯ୍ୟକ୍ରମରେ ଦିନେଶ ଦାସଙ୍କ ବାଘ ନେଇଗଲା ଦୌଡ଼ି ଆସ ଓ କଳ୍ପନାଦି ୱାଣ୍ଡର ପ୍ରଦର୍ଶନର ସୁଯୋଗ ମୁଁ ପାଇଥିଲି। ସେ ଖୁବ୍ ଚମତ୍କାର ଢଙ୍ଗରେ ନାଟକ ପରିବେଷଣ କରନ୍ତି ଯାହା ଦର୍ଶକମାନଙ୍କର ହୃଦୟକୁ ଭାରି ସ୍ପର୍ଶ କରେ। ଆମ ପ୍ରାଚୀନ ପରମ୍ପରା ପ୍ରାଚୀନ ସଂସ୍କୃତି ବହୁ ଗୌରବମୟ। ଓଡ଼ିଆ ନାଟକର ପରିଚୟ ହେଉଛି ଆମର ପ୍ରାଚୀନ ସଂସ୍କୃତି ସମ୍ପନ୍ନ ଆଧାରିତ ପରମ୍ପରା ପରିସ୍ଥିତି ଓ ଦୂରଦୃଷ୍ଟିକୁ ନେଇ ରଚିତ ହେବା ଉଚିତ। ଯାହା ହଉ ବହୁତ ଖୁସିର କଥା ଏମିତି ଏକ ଗୌରବମୟ ଶିଶୁ ଅନୁଷ୍ଠାନ ଦୀର୍ଘ 6 ବର୍ଷ ଧରି ଆମର ଓଡ଼ିଶାର ଦର୍ଶକମାନଙ୍କୁ ଖୁବ୍ ଆପ୍ୟାୟିତ କରିବା ପରେ ସମଗ୍ର ଭାରତବର୍ଷକୁ ବି କିଛି ଓଡ଼ିଶାର ମେସେଜ ନେଇ ପହଞ୍ଚାଇ ପାରୁଛି। ବର୍ତ୍ତମାନ ବହୁତ ଖୁସି। ବିଶେଷ କରି ମୁଁ ତାଙ୍କୁ ଯେପରି ଜାଣେ ସେ ଏକ ଯୁବକ, ତାଙ୍କର ଭବିଷ୍ୟତ ରହିଛି। ସେ ଭବିଷ୍ୟତରେ ଏ ଅନୁଷ୍ଠାନକୁ ଦୀର୍ଘଜୀବୀ କରନ୍ତୁ ଏବଂ ଓଡ଼ିଶାର ଲୋକ ସଂସ୍କୃତିକୁ ଦେଶ ବିଦେଶରେ ବି ପରିଚିତ କରାଇବାରେ ସହାୟକ ହୁଅନ୍ତୁ। ଶେଷରେ ତାଙ୍କରି ଅନୁଷ୍ଠାନର ସମସ୍ତ କର୍ମକର୍ତ୍ତାମାନଙ୍କୁ ମୁଁ ମୋର ହୃଦୟର ଅଭିନନ୍ଦନ ଜଣାଇ ଆର ଦୀର୍ଘ ଜୀବନ କାମନା କରୁଛି।